রে তুই লগ্ন অবস্থা ধর সাধুদেব মনা হইরে তুই উলগ্ন অবস্থা ধর মান উলগ্ন অবস্থা ধর যেউ সৌন্দর্য মুদে বন্দা মহিলে যেউ ধন দেখি বস তাহলে সাধু যেবে মন হইবুরে তুই উলগ্ন অবস্থা হব যদি সাধু হব উলগ্ন হব আরে উলগ্ন কଣ হব କଣ ନା ବସ୍ତ୍ର ଦେହରୁ ବାହାରିବା କଥା ମୁଁ କହୁ ଯେବେ ପାଇବୁ ଭେଟ ମାୟାକୁ ସେବେ ଯେବେ ପାଇବୁ ଭେଟ ମାୟାକୁ ମାୟା ରୂପକ ବସ୍ତ୍ରକୁ କାଢିଦେ ମାୟା ରୂପକ ବସ୍ତ୍ରକୁ କାଢିଦେ ମାୟାକୁ ତାହେଲେ ତାକୁ ପାଇବା ସାଧୁକୁ ତଳକୁ ଅର୍ଥ କରିବି ବୁଝିଲା ଲୋକ ବୁଝି ସାରିଲେଣି ମା ଭଉଣୀ ମାନେ ସମସ୍ତେ ଅଛନ୍ତି ସେ ଆଉ ସେ ଭିତରକୁ ଭିତରକୁ ଯାଉନି ହଉ ଯଜ୍ଞ ଚାଲିଛି ଧିକାର କରୁଛନ୍ତି ରାଜା ରାଜା ହରିଶ୍ଚନ୍ଦ୍ର ଧିକାର କରୁଛନ୍ତି ମନ୍ତ୍ରୀ ଛିଡ଼ା ହେଇକି ଶୁଣୁଛନ୍ତି ମନ୍ତ୍ରୀ କହୁଛନ୍ତି ରାଜା ନାଇଁ ମୋ ଆଉ ସିଏ ନିଶ୍ଚିନ୍ତ ଜଣେ ବାବା ଦେଖୁନ କେଡ଼େ କେଡ଼େ ଦାଢ଼ି ସିଏ ଜଙ୍ଗଲ ଭିତରେ ରହିଛି ଫଳମୂଳ ଖାଉଛନ୍ତି କେଡ଼େ କେଡ଼େ ଦାଢ଼ି ହେଇକି ସେ ନିଶ୍ଚିତ ଭାବରେ ହେଇଥିବେ ରାଜା କହିଲେ ଏଇ ଦାଢ଼ି ରହିଲେ ଖାଲି ବାବା ଝିଅ ଏ ଶୁଣ ଯଦି ଦାଢ଼ି ରଖିଲେ ବାବା ଝିଅ ଗୋଟେ ଫଟୋ ଖାଉଥିଲେ ପୁଅ କିଏ ଲେଖିଲେ କଣ କହିଲେ ମୀରାବାଇ ଗୋଟେ ଫଟୋ ଲେଖିଲେ କଣ କହିଲେ କହିଲେ ନଖ ବାଳ କି ଭାଲୁଏ କେତେ ନତି ହେଲେ ରେ କେତେ ନତି ହେଲେ ସମସ୍ତେ ମୋର ତ କହିବାର ବସ୍ତୁ ଲାଗିଛି ମୀରାବାଇ ତ ଏପଟ ଲେଖିଛନ୍ତି ଲେଖିଛନ୍ତି ବାୟାବାନ ସେ ବାୟାବାନଙ୍କ କଥା କହୁଛି ପୁଣି ମୀରାବାଇଙ୍କ ମା କହିଲେ ନଖ ବାଳ କି ଭାଲୁଏ କେତେ ନତି ହେଲେ କେତେ